कुनी झिଅ जीवनରୁ ସବୁ ଖୁସି ଛଡ଼େଇ ଦେଲେ ଜେଜେମା ଜେଜେବାପା। ନାତୁଣୀ ଜନ୍ମ ହେଉ ହେଉ ତା ମା'କୁ ଆରପାରିକୁ ପଠେଇ ଦେଲେ। କେତେ ଯନ୍ତ୍ରଣା ଭରା କାହାଣୀ ଶୁଣିଲେ ଛାତି ଫାଟି ଯାଉଛି। ମୋତେ ମାରନି, ମୁଁ କ'ଣ ଦୋଷ କରିଥିଲି, କି ଭୁଲ କରିଥିଲି? ମୋତେ ମାରନି ବୋଉ, ମୋତେ ମାରନି ବୋଉ। ତମେ ବି ଜଣେ ଝିଅ ହୋଇ କେମିତି ମୋତେ ମାରିପାରୁଛ? ଝିଅ ଜନ୍ମ କରିବା କ'ଣ ଭୁଲ ହେଇଗଲା ଯେ ଏମିତି ମାରୁଛ? ବୋଉ, ମୁଁ ଯଦି ଝିଅଟିଏ ନ ହୋଇଥାନ୍ତି କେମିତି ତୁମେ ତୁମ ପୁଅକୁ ବିବାହ କରିଥାନ୍ତ? ପୁଅ ପାଇଁ ବୋହୂ ଦରକାର, କିନ୍ତୁ ବୋହୂ ଝିଅ ଜନ୍ମ କରିଲା ବୋଲି ଏମିତି କଷ୍ଟ ଦେଉଛ କାହିଁକି ବୋଉ? ହଁ ଆଜ୍ଞା, ଜଣେ ନାରୀ ହୋଇ ଆଉ ଜଣେ ନାରୀକୁ ସହ୍ୟ କରିପାରିଲା ନାହିଁ। ବୋହୂ ଝିଅ ଜନ୍ମ କରିଲା ବୋଲି ଜୀବନରୁ ମାରିଦେଲେ ଶାଶୁଘର ଲୋକେ। ଶାଶୁଘର ନୁହେଁ, ସତେ ଯେମିତି ଯମପୁର। ଗୋଟେ କଅଁଳିଆ କୁନି ଝିଅ ପାଖରୁ ମା ଛେଉଣ୍ଡ କରାଇଦେଲେ ପରିବାର ଲୋକେ। କୁନି ଝିଅଟି କେଡ଼େ ହତଭାଗିନୀ ଯେ ଜେଜେ ଜେଜେମାଙ୍କ ଭଲ ପାଇବା ପାଇବ କ'ଣ, ବରଂ ଦୁନିଆ ଦେଖିବା ଆଗରୁ ସବୁ କିଛି ଭୁଲି ତା ଜୀବନରୁ ଛଡ଼େଇ ନେଇଗଲେ ସବୁ ସୁଖ। ମାର ପରଶ ପାଇବା ପୂର୍ବରୁ ମା ପାଖରୁ ଛୁଆକୁ ଅଲଗା କରିଦେଲେ। ଏମିତି ଅଲଗା କରିଲେ ଯେ ସେ ମା ଆଉ ଅଫେରା ରାଇଜରୁ ଫେରିବ ନାହିଁ। ଏମିତି ଶାଶୁଘର କାହାରିକୁ ନ ମିଳୁ, ଯିଏ ମା ହେବା ପରେ ତାକୁ ଏ ଦୁନିଆରୁ ବିଦା କରିଦେବେ ଏ ଶାଶୁଘର ଲୋକେ। ହଁ ଆଜ୍ଞା, ଏମିତି ହୃଦୟ ବିଦାରକ କାହାଣୀ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ପଥରପୁରା ଗ୍ରାମରେ। ଶାଶୁଘର ଲୋକେ ମାରିଦେଲେ ବୋହୂକୁ ଝିଅ ଜନ୍ମ କରିଲା ବୋଲି। ଏମିତି କଷ୍ଟ ଆଉ କେଉଁ ଝିଅ ଜୀବନରେ ନ ଘଟୁ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଇନ୍ଫୋ।